ଆସ ଏହି ଐତିହାସିକ ତଥ୍ୟଗୁଡ଼ିକ ବିଷୟରେ ଆଲୋଚନା କରିବା। 1. ପ୍ରଥମ ଗୋଲଟେବୁଲ ବୈଠକ କେବେ ଅନୁଷ୍ଠିତ ହୋଇଥିଲା? 12 ନଭେମ୍ବର 1930 ରେ। 2. ପ୍ରଥମ ଗୋଲଟେବୁଲ ବୈଠକ କେଉଁଠି ଅନୁଷ୍ଠିତ ହୋଇଥିଲା? ଲଣ୍ଡନ ଠାରେ। 3. ପ୍ରଥମ ଗୋଲଟେବୁଲ ବୈଠକର ଉଦ୍ଦେଶ୍ୟ କ'ଣ ଥିଲା? ସାଇମନ କମିଶନ ଦେଇଥିବା ବିବରଣୀ ଉପରେ ଆଲୋଚନା। 4. ସାଇମନ କମିଶନ କ'ଣ ପ୍ରସ୍ତାବ ଦେଇଥିଲେ? ଭାରତର ପ୍ରାଦେଶିକ ସ୍ତରରେ ସମ୍ପୂର୍ଣ୍ଣ ସ୍ୱାୟତ୍ତ ଶାସନ ପ୍ରତିଷ୍ଠା କରିବା ଏବଂ କେନ୍ଦ୍ରରେ ବ୍ରିଟିଶ ଇଣ୍ଡିଆ ଏବଂ ପ୍ରିନ୍ସଲି ଷ୍ଟେଟ୍ ମାନଙ୍କର ମିଳିତ ସଂଘ ଦ୍ୱାରା ଶାସନ ବ୍ୟବସ୍ଥା। 5. ପ୍ରଥମ ଗୋଲଟେବୁଲ ବୈଠକ କାହିଁକି ସଫଳ ହୋଇପାରିନଥିଲା? ଏଥିରେ ମୁସଲିମ ଲିଗ୍, ଲିବରାଲ ଏବଂ ଅନ୍ୟାନ୍ୟ ପାର୍ଟିର ପ୍ରତିନିଧି ଉପସ୍ଥିତ ଥିଲେ ମଧ୍ୟ ପ୍ରିମିୟର ପଲିଟିକାଲ ପାର୍ଟିର ପ୍ରତିନିଧିଙ୍କ ଅନୁପସ୍ଥିତି ଯୋଗୁଁ ଏହା ସଫଳ ହୋଇପାରିନଥିଲା। 6. ପ୍ରଥମ ଗୋଲଟେବୁଲ ବୈଠକ କେଉଁ ତାରିଖକୁ ଘୁଞ୍ଚିଥିଲା? 2 ଜାନୁଆରୀ 1931 ତାରିଖକୁ। ଧନ୍ୟବାଦ।